ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଏକ ବିଶେଷ ଜାଗାକୁ ଆମେ ଦେଖିବା। ଏ ଯାଉଛି ଏଣ୍ଟ୍ରାନ୍ସ। ଆଉ ଏଠାରେ କ'ଣ ମନା ଅଛି? ଏଠାରେ ଆପଣ ମାନେ ପୋଷା ଜନ୍ତୁକୁ ନେଇଯାଇପାରିବେ ନାହିଁ କିମ୍ବା କୌଣସି ଯାନବାହନ ଭିତରକୁ ନେଇଯାଇପାରିବେ ନାହିଁ, ପୁରା ମନା ଅଛି। ଆଉ ଯଦି ଯିବେ ଚାଲି ଚାଲି ଯିବାର ନିୟମ ଅଛି। ଆଉ କାହିଁକି ଅଛି ଏହିସବୁ ନିୟମ ଗୁଡ଼ିକ? କାରଣ ଏ ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଯେମିତି କୌଣସି ଜାଗାରେ ଅପରିଷ୍କାର ନ ହୁଏ କିମ୍ବା କୌଣସି ଜାଗାରେ ପ୍ରଦୂଷଣ ନ ହୁଏ କିମ୍ବା କୌଣସି କ୍ଷତି ନ ହୁଏ, ସେଥି ନିମନ୍ତେ ଏ ନିୟମ ରଖାଯାଇଛି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆମେମାନେ ସେଇ ଜାଗାରେ ଅଛୁ। ଆପଣ ବର୍ତ୍ତମାନ ଯେଉଁମାନଙ୍କୁ ଦେଖୁଛନ୍ତି, ଏମାନେ ସମସ୍ତେ ସେଇ ଏକ ଗୁରୁତ୍ୱପୂର୍ଣ୍ଣ ଜାଗାକୁ ଦେଖିବା ପାଇଁ ଯାଉଛନ୍ତି। ଆଉ ଏଇ ଜାଗାରେ ଏଲିୟ ଭବିଷ୍ୟତ ବକ୍ତା 450 ପୂଜାରୀଙ୍କୁ ବଧ କରିଥିଲେ, ମୂର୍ତ୍ତି ପୂଜକମାନଙ୍କୁ ବଧ କରିଥିଲେ। ଆଉ ଏଇଟା ଆପଣ କହିପାରିବେ, ଆଉ ଏଇଟା ବାଇବେଲରେ ଲେଖା ଅଛି। ସେମାନେ କେଉଁ ଦେବତାର ପୂଜା କରୁଥିଲେ? ବାଲ ଏବଂ ଆସେରା। ଆଉ ଯଦି ଆପଣ ଅନ୍ୟ ଅର୍ଥରେ ବି କହିପାରିବେ ଯେ ଏଇ ଜାଗାରେ ଏଲିୟ ଭବିଷ୍ୟତ ବକ୍ତା 450 ବାଲ ଏବଂ ଆସେରାର ପୂଜକମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ସଦାପ୍ରଭୁଙ୍କ ନାମରେ। ଏଠି କିଛି ବିଷୟ ମନା ଅଛି। ଧୂମ୍ରପାନ ନିଷେଧ, ପଲିଥିନ୍ ନେଇଯାଇପାରିବେ ନାହିଁ, ବ୍ରେକଫାଷ୍ଟ, ପାଳିତ ଜନ୍ତୁ, କୌଣସି ଅସ୍ତ୍ରଶସ୍ତ୍ର, ଯାନବାହନ, ଆଉ ଏଠି ଆପଣ ଭିତରକୁ ନେଇଯାଇପାରିବେ ନାହିଁ। ଏ ସମସ୍ତ ବିଷୟ ପୁରା ବାରଣର ଅଛି ଆଉ ପୁରା ଷ୍ଟ୍ରିକ୍ଟଲି ମନା କରାଯାଇଛି। ଦେଖନ୍ତୁ, ଅନେକ ଲୋକମାନେ ଏଠାରେ ଉପସ୍ଥିତ। ଆଉ ଏଇଟା ହେଉଛି ସେଇ ଜାଗା, ପ୍ରିୟ ବନ୍ଧୁଗଣ। ଆଉ ଏକ ଦିନ ଏମିତି ଥିଲା, ଗୋଟିଏ ଦିନ, ଆଉ ଏଇ ଜାଗାରେ ବାଲର ଭବିଷ୍ୟତ ବକ୍ତାମାନଙ୍କ ସହିତ ଏଲିୟଙ୍କର ଚ୍ୟାଲେଞ୍ଜ ହେଇଥିଲା। ହଁ ପ୍ରିୟ ବନ୍ଧୁଗଣ, ଯଦି ଆପଣ ପଢ଼ିବେ ପ୍ରଥମ ରାଜାବଳୀ ତା'ର 18 ପର୍ବ 20 ପଦରୁ 40 ପଦ ଯଦି ଆପଣ ପଢ଼ିବେ, ସେଠି ସ୍ପଷ୍ଟ ଭାବରେ ଲେଖା ଅଛି। ଆଉ ଏଇଟା ହେଉଛି ଏଲିୟଙ୍କର ଗୋଟେ ମୂର୍ତ୍ତି। ସେ ହାତରେ ଏକ ଅସ୍ତ୍ର ଧରିଥିବାର ଗୋଟେ ମୂର୍ତ୍ତି ଅଛି। କାହିଁକି ଏଇ ଅସ୍ତ୍ର ଧରିବାର ମାନେ ମୂର୍ତ୍ତି କାହିଁକି ଅଛି? ଏଲିୟ ବଧ କରିଥିଲେ 450 ବାଲର ଭବିଷ୍ୟତ ବକ୍ତାମାନଙ୍କୁ। ଯେତେବେଳେ ଏଲିୟ ଚ୍ୟାଲେଞ୍ଜ କରୁଛନ୍ତି, ଚ୍ୟାଲେଞ୍ଜ କରିବା ପରେ ସେମାନେ ଚ୍ୟାଲେଞ୍ଜକୁ ମଧ୍ୟ ଗ୍ରହଣ କରୁଛନ୍ତି। ଏଲିୟ କହିଲେ, ଯଦି ପ୍ରକୃତରେ ବାଲ ହେଉଛି ପରମେଶ୍ୱର, ତେବେ ଆମେ ବାଲଙ୍କର କଥା ମାନିବା। ଯଦି ଜିହୋବା ସଦାପ୍ରଭୁ ପରମେଶ୍ୱର, ତେବେ ତାହାଙ୍କର କଥା ମାନିବା। ଲୋକମାନେ ରାଜି ହେଲେ। ଆଉ ଏଇ ଜାଗାରେ ଏଲିୟ କ'ଣ କଲେ? 2ଟି ବେଦୀ ଏଠାରେ ସଜେଇଲେ। ଗୋଟେ ବେଦୀ ବାଲର ପଶ୍ଚାତଗାମୀମାନଙ୍କ ନିମନ୍ତେ ଏବଂ ଆଉ ଗୋଟେ ବେଦୀ ନିଜ ନିମନ୍ତେ। ଆଉ ଏଠାରେ କ'ଣ ହେଇଥିଲା ଆପଣ ଭଲ ଭାବରେ ଜାଣନ୍ତି? ଯଦି ଜାଣିନାହାନ୍ତି ତେବେ ପଢ଼ନ୍ତୁ ପ୍ରଥମ ରାଜାବଳୀ ତା'ର 18 ପର୍ବ 20 ପଦରୁ 40 ପଦ। ଏଲିୟ ଚ୍ୟାଲେଞ୍ଜ କଲେ, ଏଇ ବେଦୀରେ ତୁମେ ନିଆଁ ଲଗାଇବ ନାହିଁ, କିନ୍ତୁ ଯିଏ ପ୍ରକୃତରେ ସଦାପ୍ରଭୁ, ଯିଏ ପ୍ରକୃତରେ ଈଶ୍ୱର, ସିଏ କ'ଣ କରିବେ? ଏଇ ବେଦୀକୁ ଜଳାଇବେ। ତେଣୁ ଏଲିୟ କ'ଣ କଲେ? ପ୍ରଥମେ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ସେ ଚାନ୍ସ ଦେଲେ, ସୁଯୋଗ ଦେଲେ ଯେ ତୁମେମାନେ ପ୍ରଥମେ କ'ଣ କର? ପ୍ରାର୍ଥନା କର, ତୁମ ଯେଉଁ ଦେବତା ଅଛନ୍ତି ବାଲଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କର। ଆଉ ଯେତେବେଳେ ଏଲିୟ କ'ଣ କରୁଛନ୍ତି? ସେମାନଙ୍କୁ କହିଲେ ପ୍ରାର୍ଥନା କର। ସେମାନେ କ'ଣ କରୁଛନ୍ତି? ବାଲଙ୍କୁ ଡାକିଲେ, ହେ ବାଲ ଆମ କଥା ଶୁଣ, ହେ ବାଲ ଆମ କଥା ଶୁଣ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଲେଖା ଅଛି, ଯେତେ ସେମାନେ କ'ଣ କଲେ? ଏତେ ଡାକିଲା ପରେ ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ। ସେତେବେଳେ ଏଲିୟ କ'ଣ କରୁଛନ୍ତି? ସେମାନଙ୍କୁ ପରିହାସ କରୁଛନ୍ତି 27 ପଦରେ। ଏଣୁ ମଧ୍ୟାହ୍ନ ସମୟରେ ଏଲିୟ ସେମାନଙ୍କୁ ପରିହାସ କରି କହିଲେ,
ଉଚ୍ଚ ସ୍ୱର କରି ଡାକ, କାରଣ ସେ ତ ଦେବତା। ସେ ଧ୍ୟାନ କରୁଥିବେ ଅବା ବାହାରେ ଯାଇଥିବ, କି ଅବା ଯାତ୍ରା କରୁଥିବ ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ। ତାପରେ 28 ପଦରେ ଲେଖା ଅଛି, ପୁଣି ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣମାନଙ୍କ ବ୍ୟବହାର ଅନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଷାରେ ଆପଣମାନଙ୍କୁ କ୍ଷତ ବିକ୍ଷତ କଲେ। ସେମାନେ ବାଲକୁ ଯେଉଁ ଡାକିଲେ ଶୁଣିଲେ ନାହିଁ, ନିଜ ଦେହକୁ ମଧ୍ୟ କ୍ଷତ ବିକ୍ଷତ କଲେ। ହେ ବାଲ, ଆମ ଡାକ ଶୁଣ। କାରଣ ସର୍ତ୍ତ କ'ଣ ଥିଲା? ଏ ବେଦୀରେ ଯିଏ ନିଆଁ ଲଗାଇବ, ତୁମେ ନିଆଁ ଲଗାଇବ ନାହିଁ, ସେ ହେଉଛି ପରମେଶ୍ୱର। ଯେତେବେଳେ ବାଲଙ୍କର କୌଣସି ଉତ୍ତର ଆସିଲା ନାହିଁ, ସେହି ସମୟରେ ଏଲିୟ କ'ଣ କରୁଛନ୍ତି, ଯେଉଁ ଯଜ୍ଞବେଦୀ ସେ ସଜାଇଥିଲେ ତାପରେ ପାଣି ଢାଳୁଛନ୍ତି। ଥରେ ନୁହେଁ, ଦୁଇଥର ନୁହେଁ, 3 ଥର ପାଣି ଢାଳିଲେ ତା କ'ଣ କଲା, ପୁରା ବେଦୀଟା ପୁରା ଭିଜିଗଲା ପାଣିରେ। ତାପରେ ଚତୁଃପାର୍ଶ୍ୱରେ କ'ଣ ହେଲା, ଯେଉଁ ଖୋଳା ହେଇଥିଲା ସେଇଟା ମଧ୍ୟ ପାଣିରେ ପୁରା ଭର୍ତ୍ତି ହୋଇଗଲା। ତେବେ ଏଇ ଜାଗା କେମିତି ଲାଗୁଛି ପ୍ରିୟ ବନ୍ଧୁଗଣ, କୁହନ୍ତୁ। ଯଦି ଭଲ ଲାଗୁଛି ତେବେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ତେବେ ଏଇଠି ଚ୍ୟାଲେଞ୍ଜ ହେଇଥିଲା। ଏଲିୟ ଭବିଷ୍ୟତ ବକ୍ତା, ଯିଏକି ଯେହୋବା ପରମେଶ୍ୱରଙ୍କର ଜଣେ ଭବିଷ୍ୟତ ବକ୍ତା, ସେ ଚ୍ୟାଲେଞ୍ଜ କରିଥିଲେ ବାଲର 450 ପୂଜାରୀଙ୍କୁ ବା ଭବିଷ୍ୟତ ବକ୍ତାଙ୍କୁ ସେ ଚ୍ୟାଲେଞ୍ଜ କରିଥିଲେ। ତାପରେ ଏଲିୟ କ'ଣ କରୁଛନ୍ତି, ସଦାପ୍ରଭୁଙ୍କୁ ଡାକୁଛନ୍ତି। ଲେଖା ଅଛି 35ରେ, ତହିଁରେ ଯଜ୍ଞବେଦୀର ଚାରିଆଡ଼େ ଜଳ ବହିଲା। ଏମିତି ପାଣି ଢାଳିଲେ ଯେ ଚାରିଆଡ଼େ ଜଳ ବହିଗଲା। ଆଉ ଏଲିୟ ଖାଇକି ମଧ୍ୟ ଜଳ ପରିପୂର୍ଣ୍ଣ କଲେ। ଖାଇ ଯେଉଁ ଖୋଳିଥିଲେ ତାକୁ ମଧ୍ୟ ଜଳରେ ପରିପୂର୍ଣ୍ଣ କଲେ। ଏଥିରୁ ତା'ର ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲିୟ ଭବିଷ୍ୟତ ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, ହେ ସଦାପ୍ରଭୁ, ଅବ୍ରାହମର ଓ ଇସାକର ଓ ଇସ୍ରାଏଲର ପରମେଶ୍ୱର, ଇସ୍ରାଏଲ ଅର୍ଥାତ୍ ଯାକୁବର ପରମେଶ୍ୱର, ତୁମେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ। ତୁମେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣିପାରିବେ, ଏଥିପାଇଁ ମୋ କଥା ଶୁଣ। ହେ ସଦାପ୍ରଭୁ, ମୋ କଥା ଶୁଣ। ତାପରେ 38 ପଦରେ ବହୁତ ବଡ଼ ଚମତ୍କାର ହେଲା। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି ଓ କାଷ୍ଠ ଓ ପ୍ରସ୍ତର ସବୁ ଓ ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ମାନେ ପରମେଶ୍ୱରଙ୍କର ଯେଉଁ ଅଗ୍ନି ଆସିଲା ସ୍ୱର୍ଗରୁ, ସେ ଯେଉଁ ଯଜ୍ଞବେଦୀକୁ ଯେଉଁ ଜଳେଇଲା, ସବୁ ପୋଡ଼ିଗଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। ସମସ୍ତେ କହିଲେ ସଦାପ୍ରଭୁ ପରମେଶ୍ୱର। ତାପରେ ଏଲିୟ କ'ଣ କଲେ ଆପଣ ଜାଣିଛନ୍ତି? 450 ଭବିଷ୍ୟତ ବକ୍ତାମାନଙ୍କୁ ବଧ କଲେ ବା ସେମାନଙ୍କୁ ହତ୍ୟା କଲେ। 40 ପଦରେ ଲେଖା ଅଛି, ଏଣୁ ଏଲିୟ ସେମାନଙ୍କୁ କହିଲେ, ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧର, ସେମାନଙ୍କର କାହାରିକି ପଳେଇବାକୁ ଦିଅ ନାହିଁ। ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ। ପୁଣି ଏଲିୟ ସେମାନଙ୍କୁ କିଶୋନ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ। କିଶୋନ ନଦୀ। ତେବେ ପ୍ରିୟ ବନ୍ଧୁଗଣ, ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଏମାନେ ଯେଉଁ ଦୌଡ଼ିଛନ୍ତି, ଲୋକମାନେ ଗୁଡ଼େଇକି ଧରିଛନ୍ତି, ସେମାନଙ୍କୁ ନେଇଗଲେ କିଶୋନ ନଦୀ ନିକଟକୁ, ସେଠି ବଧ କଲେ। କିନ୍ତୁ ଏଇ ଜାଗାରେ ଯେଉଁ ଆପଣ ଦେଖୁଛନ୍ତି, ଏଠି 450 ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଏଲିୟ କ'ଣ କରିଥିଲେ? ଚ୍ୟାଲେଞ୍ଜ କରିଥିଲେ ଏବଂ ଜିତିଥିଲେ ମଧ୍ୟ। ସଦାପ୍ରଭୁଙ୍କ ନାମରେ, ପରମେଶ୍ୱରଙ୍କ ମହାନ ନାମରେ ସେ ବିଜୟ ହାସଲ କରିଥିଲେ। ଏହାଠାରୁ ଆଉ ବଡ଼ ବିଷୟ କିଛି ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରନ୍ତୁ।
ଆଉ ପ୍ରିୟ ବନ୍ଧୁଗଣ ଆଜି ପାଇଁ ଏତିକି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ସମସ୍ତ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।